ତ ଆଜି ଆମେ ସକାଳୁ ସକାଳୁ ପହଞ୍ଚି ଯାଇଥିଲୁ ମୋ ବାପାଙ୍କର ମୋର ବିରଜା କ୍ଷେତ୍ର ଯାଜପୁର ଟାଉନ। ବ୍ରହ୍ମାଙ୍କର ଯଜ୍ଞକୁଣ୍ଡ ଏଠି ବାଟରେ ପଡ଼ିଲା ମନ୍ଦିର ଭିତରକୁ ପ୍ରବେଶ କରିବା ପୂର୍ବରୁ। ଏଇଠୁ ଦେଖନ୍ତୁ ଜଷ୍ଟ ଟିକେ ବାଟରେ ମନ୍ଦିର। ତ ମନ୍ଦିର ଭିତରକୁ ପ୍ରବେଶ କରିଲୁ ଆମେ ପୂର୍ବ ଦ୍ୱାର ଦେଇ। ଆଉ ଏଇଠି ପାଖରେ ଦେଖନ୍ତୁ ଦୀପ ଦାନା ଅଛି, ଯେଉଁଠି ଦୀପ ଆପଣମାନେ ଜାଳିପାରିବେ। ଆଉ ଏପଟେ ଆପଣ ସେଇଠି ଗୋଟେ ମ୍ୟୁଜିୟମ୍ ବି ଅଛି, ଆଉ ତା ସାଇଡ଼ରେ ଏଠି ଦୀପ ଭଣ୍ଡାର, ଯେଉଁଠୁକି ଆପଣ ଦୀପ କିଣିପାରିବେ। ଆଉ ଏପଟେ ଦେଖନ୍ତୁ ମନ୍ଦିରର ଦୃଶ୍ୟ କେତେ ସୁନ୍ଦର ଦେଖାଯାଉଛି। ତାପରେ ଦେଖନ୍ତୁ ମୁଁ ଆପଣଙ୍କୁ ଚତୁଃପାର୍ଶ୍ୱ ଟିକେ ଦେଖେଇ ଦେଉଛି। ଆଉ ତାପରେ ଦେଖନ୍ତୁ ଏଇଠୁ ଟିକେ ବାଟ ଗଲେ ସେଇଠି ଦେଖିପାରିବେ ଆପଣ ଦକ୍ଷିଣ ଦ୍ୱାର ଏ ସାଇଡ଼ରେ। ତା ପାଖରେ ସେଇଠି କେତେ ସୁନ୍ଦର ଫୁଲ ଗଛ ଲାଗିଛି। ଆଉ ଏଇଠି ଦେଖନ୍ତୁ ଏଇ ସାଇଡ଼ରେ ଅଛି ଆମର ମୁକ୍ତି ମଣ୍ଡପ, ଆଉ ଏଇଠି ମାଙ୍କ ସ୍ନାନ କୂପ, ଆଉ ସେପଟେ ଅଛି ଆମର ବଜରଙ୍ଗବାଲୀଙ୍କର ମନ୍ଦିର ଜୟ ହନୁମାନ। ତାପରେ ଏଇଠି ଦେଖନ୍ତୁ ଗୋଟେ ସୁନ୍ଦର ମନ୍ଦିର ବଗଳାମୁଖୀଙ୍କର, ମା ବଗଳାମୁଖୀ। ତାପରେ ଏଇଠି ପଶ୍ଚିମ ଦ୍ୱାର, ଆଉ ଟିକେ ଆଗକୁ ଆସିଲେ ପଶ୍ଚିମ ଦ୍ୱାର ଦେଖିପାରିବେ। ଆଉ ଏଇଠି ଆନନ୍ଦ ବଜାର, ଆପଣମାନେ ଏଇଠୁ ଆରାମସେ ଅନ୍ନପ୍ରସାଦ ସେବନ କରିପାରିବେ। ତ ପୁରାଣ ଅନୁସାରେ ଏହା ଏକ ଶକ୍ତିପୀଠ, ଯେଉଁଠାରେ ମା ସତୀଙ୍କ ନାଭି ଭାଗ ପଡ଼ିଥିଲା। ସେଥିପାଇଁ ଏହି ସ୍ଥାନକୁ ନାଭିଗୟା ବୋଲି ମଧ୍ୟ କହନ୍ତି। ପୁରାଣ ଅନୁସାରେ ମହାଦେବ ତାଙ୍କ ପତ୍ନୀ ସତୀଙ୍କ ଦେହକୁ ଯେତେବେଳେ ସେ ଅଗ୍ନିଝାସ ଦେଇଥିଲେ, ସେତେବେଳେ ତାଙ୍କ ଦେହକୁ ନେଇକି ବ୍ରହ୍ମାଣ୍ଡ ସାରା ଘୁରୁଥିଲେ। ସେତେବେଳେ ବିଷ୍ଣୁ ତାଙ୍କ ସୁଦର୍ଶନ ଚକ୍ର ଦ୍ୱାରା ସତୀଙ୍କ ଦେହକୁ ଭାଗ ଭାଗ କରିଦେଇଥିଲେ। ଆଉ ଯେଉଁ ଯେଉଁ ସ୍ଥାନରେ ତାଙ୍କ ଅଂଶ ପଡ଼ିଥିଲା ସେଇଠି ଶକ୍ତିପୀଠ ସବୁ ହୋଇଥିଲା। ଚାଲନ୍ତୁ ମୋ ସହିତ ରୋଷେଇ ଘରକୁ ଯିବା। ଏଇଠି ଦେଖନ୍ତୁ ତାଙ୍କର ରୋଷେଇ ଘର, ଏଇଠି ସବୁ ରୋଷେଇ ହୁଏ। ଆଉ ଏଇଠି ମାଙ୍କର ସ୍ନାନ କୁଣ୍ଡ ଦେଖନ୍ତୁ, ଆଉ ଏଇଠି ଚଉପାଢ଼ୀ ଅଛି, ଆଉ ଭଣ୍ଡାର ଘର ବି ଅଛି। ଏଇଠି ଦେଖନ୍ତୁ ମାଙ୍କର ସ୍ନାନ କୂପ ଏଇଟା। ଯେମିତିକି ମୁଁ କହିଲି ମାଙ୍କର ନାଭି ଏହି ସ୍ଥାନରେ ପଡ଼ିଥିଲା ବୋଲି ଏହାକୁ ନାଭିଗୟା ମଧ୍ୟ କହନ୍ତି। ଦେଖନ୍ତୁ ଏଇଠି ଏ ହେଉଛି ନାଭିଗୟା, ଆପଣମାନେ ଦେଖିପାରୁଥିବେ। ତାପରେ ଚାଲନ୍ତୁ ମୁଁ ଏବେ ଆପଣଙ୍କୁ ମା ବିରଜାଙ୍କ ମନ୍ଦିର ଭିତରକୁ ନେଇକି ଦେଖେଇବି। ହଁ, ଆଉ ଯେଉଁମାନେ ଆପଣମାନେ ଆଗରୁ ଆସିଛନ୍ତି ଏହି ସ୍ଥାନକୁ, ତାଙ୍କର ଅନୁଭୂତି କମେଣ୍ଟ ମାଧ୍ୟମରେ ଜଣାଇ ପାରିବେ। ଦେଖନ୍ତୁ ଏଠି ବାପା ଆଗେ ଆଗେ ଚାଲିଛନ୍ତି, ଆଉ ତାପରେ ମୁଁ ପଛେ ପଛେ ଏଠି ରେକର୍ଡ଼ିଂ କରି କରି ଚାଲିଛି। ଦେଖନ୍ତୁ କେତେ ସୁନ୍ଦର ଦେଖାଯାଉଛି, ଚିତ୍ରଣ ସବୁ ହେଇଛି। ଆଉ ତାପରେ ଏଇଠି ଦେଖନ୍ତୁ ଇଏ ହେଉଛି ମା ବିରଜାଙ୍କ ମନ୍ଦିର। ଚାଲନ୍ତୁ ପୁରା ଭିତରକୁ ପାଖରୁ ଦେଖାଉଛି ମାଙ୍କ। ଏଠି ଦେଖନ୍ତୁ ହେଉଛି ମା ବିରଜା। ମାଙ୍କର ଦିବ୍ୟ ଦର୍ଶନ ପରେ ଆମେ ସାଇଡ଼ରେ ଦେଖନ୍ତୁ ଏଠି ଗୋଟେ ଡ୍ରମ୍ ଥିଲା, ଯେଉଁଟାକି ଅଟୋମେଟିକ୍ ସୁଇଚ୍ ଅନ୍ କଲେ ବାଜିବ। ଆଉ ଏଠି ବାହାଘର ମଧ୍ୟ ହୋଇଥିଲା ସେଦିନ ଗୋଟେ। ତ ମୁଁ ଏତିକି କହିବି, ଯାହାକୁ ଭିଡ଼ିଓ ଭଲ ଲାଗିଲା ଲାଇକ୍ ସେୟାର